ମୁଁ ଲକ୍ଷ୍ମୀଧର ଭୋଇ ପ୍ରେସିଡେଣ୍ଟ ଅଲ୍ ଓଡ଼ିଶା ଭୋଇ ସମାଜ ବିକାଶ ପରିଷଦ। କଣ କହିବେ ଆପଣଙ୍କ ଆଜି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଜଗତସିଂହପୁର ଜିଲ୍ଲା ଯଦିଓ ଶିକ୍ଷିତ ହିସାବରେ ଶିକ୍ଷାରେ ବହୁତ ଉଚ୍ଚ ସ୍ତରରେ ପ୍ରଥମ ସ୍ଥାନରେ କିନ୍ତୁ ସର୍ବାଙ୍ଗୀନ ଉନ୍ନତିରେ ବହୁତ ପଛରେ। ଏଠି ଗୋଟେ ଆଜି ପର୍ଯ୍ୟନ୍ତ ମେଡିକାଲ କଲେଜ ହେଇପାରିଲାନି, ଗୋଟେ ଇଞ୍ଜିନିୟରିଂ କଲେଜ ହେଇପାରିଲାନି। ଓଡ଼ିଶାରେ ଶହ ଶହ ଇଞ୍ଜିନିୟରିଂ କଲେଜ କିନ୍ତୁ ଜଗତସିଂହପୁର ଟାଉନ ଉପରେ ଗୋଟେ ଇଞ୍ଜିନିୟରିଂ କଲେଜ ଆଜି ପର୍ଯ୍ୟନ୍ତ ହେଇପାରିନି। ତା ବ୍ୟତୀତ ଏଠି ଯୋଉ ଦଳିତ ନିଷ୍ପେଷିତ ଲୋକ ସବୁ ଅଛନ୍ତି, ଆଦିବାସୀ ଏବଂ ଦଳିତ ଲୋକ ସବୁ ଅଛନ୍ତି, ସେମାନଙ୍କର ଉନ୍ନତି ଆଦୌ ହେଇନି। ଏଠି ଯୋଉ ଲୋକସଭା ସଂରକ୍ଷିତ ଆସନରୁ ଯୋଉ ଲୋକସଭାକୁ ପ୍ରାର୍ଥୀମାନେ ଯାଉଛନ୍ତି, ସେମାନେ ଜଗତସିଂହପୁର ଜିଲ୍ଲାର ତ ଉନ୍ନତି କରୁନାହାନ୍ତି କି ବିଶେଷ କରି ଦଳିତ ସମାଜର ଲୋକମାନଙ୍କର ତାଙ୍କର ଉନ୍ନତି ପାଇଁ ଆଦୌ ବୃକ୍ଷେପ କରୁନାହାନ୍ତି କି ଚିନ୍ତା ବି କରୁନାହାନ୍ତି। ତେଣୁ ଆମେ ଏ ଭୋଇ ସମାଜ ବିକାଶ ପରିଷଦ ଚିନ୍ତା କଲା ଆମ ସମାଜରୁ ଏ ଦଳିତ ସମାଜରୁ ଜଣେ ଲୋକଙ୍କୁ ଆମେ ଯଦି ନିର୍ବାଚିତ କରି ଲୋକସଭାକୁ ପଠେଇବୁ, ତାହେଲେ ସେ ଜଗତସିଂହପୁର ଜିଲ୍ଲାର ଉନ୍ନତି କରିବା ସଙ୍ଗେ ସଙ୍ଗେ ଦଳିତ ଲୋକମାନଙ୍କର ଉନ୍ନତିରେ ସହଭାଗିତା ହବ। ବିଶେଷ କରି ଆପଣ ବସୁନ୍ଧରା ଯୋଜନାରେ ଏବଂ ସିକିମ ଷ୍ଟାଟସ ଅନୁସାରେ ଏଠି ବହୁତ ଭୋଇ ସମ୍ପ୍ରଦାୟର ଲୋକ ଅଛନ୍ତି ଯୋଉମାନଙ୍କର ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ନାହିଁ। ସେମାନେ ଜମି ପଟ୍ଟା ନଥିବାରୁ ସେମାନେ କାଷ୍ଟ ସାର୍ଟିଫିକେଟ ପାଇପାରୁନାହାନ୍ତି, ତାଙ୍କ ପିଲାମାନେ ଶିକ୍ଷାରୁ ବଞ୍ଚିତ ହଉଛନ୍ତି, ଷ୍ଟାଇପେଣ୍ଡ ପାଇପାରୁନାହାନ୍ତି କିମ୍ବା ସ୍କୁଲ କଲେଜରେ କିମ୍ବା ଇଞ୍ଜିନିୟରିଂ କଲେଜରେ କିମ୍ବା ମେଡିକାଲ କଲେଜରେ ଆଡମିସନ ମିଳିବି ତାଙ୍କ ସଂରକ୍ଷଣ ସୁବିଧା ପାଇପାରୁନାହାନ୍ତି। ତେଣୁ ଏଇଟା ଗୋଟେ ମୁର୍ଦ୍ଦା ହବ ଏ ଆମ ଯୋଜନା ପ୍ରାର୍ଥୀଙ୍କର ଯେ ଇଏ ସିକିମ ପ୍ରଜା ଏବଂ ବସୁନ୍ଧରା ଯୋଜନାରେ କେମିତି ଘରଟିଏ ପଟ୍ଟା ଏସବୁ ଏଇ ଦଳିତ ଲୋକମାନଙ୍କୁ ମିଳିବ। ମିଳିଲେ ସେମାନେ ତାଙ୍କର ପଟ୍ଟା ପାଇବା ସଙ୍ଗେ ସଙ୍ଗେ କାଷ୍ଟ ସାର୍ଟିଫିକେଟ ପାଇ ପିଲାମାନଙ୍କୁ ସ୍କୁଲ କଲେଜରେ ଆଡମିସନ କରିପାରିବେ, ଷ୍ଟାଇପେଣ୍ଡ ପାଇବେ ଏବଂ ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳ ହବ। ଆଗକୁ ନିର୍ବାଚନରେ ଯୋଉ ଆପଣ ଆଜି କାଗଜ କିଣିଲେ କ୍ୟାଣ୍ଡିଡେଟ୍ ପାଇଁ କଣ ରହିଛି? ନାଇଁ, ଗୋଟିଏ ଜିନିଷ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି ଯେ ଦୀର୍ଘ 20 ବର୍ଷ ହେଲାଣି ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦିନ ମୁଁ ଲୋକଙ୍କ ସେବା କରୁଛି, ଲୋକଙ୍କ ସହିତ ଉତ୍ତପ୍ରୋତ ଜଡ଼ିତ ଅଛି। ଆପଣ ଜାଣିଥିବେ ଯେ ଜଗତସିଂହପୁର ମ୍ୟୁନିସିପାଲିଟିରେ 115 ଜଣ ଭୂମିହୀନଙ୍କୁ ମୁଁ ଜମି ପଟ୍ଟା ଦିଆଯାଇଛି, ତା ଦେହରେ ଘର ଦିଆଯାଇଛି। ସେ 115 ପରେ ଆଉ ଗୋଟିଏ ବି ବଢି ପାରିନି। ସାଂସଦ ବି ତାକୁ ଗୋଟିଏ ବଢେଇ ପାରିନାହାନ୍ତି, ମାନ୍ୟବର ବିଧାୟକ ଗୋଟେ ବଢେଇ ପାରିନାହାନ୍ତି। ନାଉଗାଁରେ ବି ସେମିତି 19 ଜଣ ପରିବାରଙ୍କୁ ମୁଁ ଜମି ପଟ୍ଟା ଦିଆଯାଇଛି। ପ୍ରତ୍ୟେକ ଦିନ ଲୋକଙ୍କ ସମସ୍ୟା ବୁଝୁଛି। ମୁଁ ଦୃଢ ଆଶାବାଦୀ ନିଶ୍ଚିତ ଭାବରେ ଲୋକମାନେ ମତେ ସମର୍ଥନ ଦେବେ, ଭୋଟ ଦେବେ। କାରଣ ଆପଣଙ୍କର 4 ଛକ, ଅସ୍ତରଙ୍ଗ, କାକଟପୁର, ନିମାପଡା, ନିଆଳି, ଆମର ବନ୍ଦର, ଆମର ଗତକାଲି ଥିଲା ଜଗତସିଂହପୁର ମ୍ୟୁନିସିପାଲିଟିରେ ଯେତିକି ଅଛନ୍ତି ଅନୁଷ୍ଠିତ ଜନଜାତି ସମ୍ପ୍ରଦାୟ ସମସ୍ତଙ୍କୁ ନେଇକରି ପ୍ରତିଦିନ ମୁଁ ଗୋଟେ ଦିନ ମିଟିଂ କରୁଛି। ସମସ୍ତଙ୍କ ପାଖରୁ ଏଇ ଯୋଉ ସହାନୁଭୂତି ମିଳୁଛି। ଆଉ ସମସ୍ତେ ମତେ କହୁଛନ୍ତି ନାଇଁ ଆମେ ଆପଣଙ୍କୁ ଭୋଟ ଦେବୁ, ଆପଣ ବହୁ ସଂଖ୍ୟାରେ ଏଇ ଯୋଉ ଜିତିବେ। ନାଇଁ, ଶାସକ ଦଳ ଗୋଟେ ଜିନିଷ ମୁଁ ବର୍ତ୍ତମାନ ଆପଣଙ୍କୁ କହିବା ପାଇଁ ଚାହୁଁଛି ଯେ ଯଦି ଜଗତସିଂହପୁରକୁ ବେଶୀ ଅବହେଳା କରିଛି, କେନ୍ଦ୍ର ଅବହେଳା କରିଛି। ଆପଣମାନେ ଜାଣିଥିବେ ଯେ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ ସିଏ ଅଛନ୍ତି, ଶିକ୍ଷାମନ୍ତ୍ରୀ ଅଛନ୍ତି। ତାଙ୍କ ସମୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଦର ମହକୁମା ଏପର୍ଯ୍ୟନ୍ତ ହେଇପାରିଲାନି। ଆପଣଙ୍କର ଅଶ୍ୱିନୀ ବୈଷ୍ଣବ ସେ ବି ଓଡ଼ିଶାରୁ ରାଜ୍ୟସଭା ନିର୍ବାଚିତ ହେଇଛନ୍ତି। ସେଠି ଆପଣ ଦେଖିବେ କନ୍ଦରପୁରରେ ରେଲୱେ ଫ୍ଲାଇଓଭର ବ୍ରିଜ ହେଇପାରିଲାନି, କି ଆପଣଙ୍କର ଏଇ ଯୋଉ ଜୟପୁରରେ ହେଇପାରିଲାନି, ନା ଆପଣଙ୍କର ଶାଳ ରୋଡ ହେଇପାରିଲାନି। ଆଉ ଗୋଟେ ଜିନିଷ ବଡ ଦୁଃଖର ବିଷୟଟା ଗୋଟେ ଏଇ ଯୋଉ ଆପଣ ଜାଣନ୍ତୁ ଯେ ପାରାଦୀପରେ 7-7ଟା ହାଜରାସ୍ ଇଣ୍ଡଷ୍ଟ୍ରି ଯାଇଛି। ସେମାନେ ଜମି ଦେଇଛନ୍ତି, ରାସ୍ତାଘାଟ ତାଙ୍କ ନଷ୍ଟ କରିଛନ୍ତି, ଦୂଷିତ ଏଇ ଯୋଉ ପବନ ନେଇଛନ୍ତି। ସେଠି ଗୋଟିଏ ଯଦି ଇଞ୍ଜିନିୟରିଂ କଲେଜ ଆଜି ହେଇପାରିଥାନ୍ତା, ପିଲାମାନେ ସେଠି ଉତ୍ତୀର୍ଣ୍ଣ ହେଇଥାନ୍ତେ, ସେଇ ଶିଳ୍ପରେ ସେମାନେ ନିଯୁକ୍ତି ପାଇଥାନ୍ତେ। ଯୋଉଟା କେନ୍ଦ୍ର ସେଇଟା ଗୋଟେ ଘୋର ଅବହେଳା କରିଛି ଜଗତସିଂହପୁର ଜିଲ୍ଲାକୁ। ଆଉ ଗୋଟେ ଜିନିଷ ଦେଖିବେ, ନିକଟରେ ଆପଣଙ୍କର ଏଇ ଯୋଉ ଆମର ଯେ ଅଛନ୍ତି ଅର୍ଥମନ୍ତ୍ରୀ ସିଏ କହିଦେଇଛନ୍ତି, ଆଉ ଏଇ ଯୋଉ ପଇସା ବି ସେ ହେଡେ ରଖିଛନ୍ତି ଯେ ଯୋଉଠି ସଦର ମହକୁମାରେ ଗୋଟେ ହସ୍ପିଟାଲ ଅଛି ତାକୁ ମେଡିକାଲ କଲେଜ ରୂପାନ୍ତର କରିବା ପାଇଁ କରିପାରୁନାହାନ୍ତି। ସେଟା କେନ୍ଦ୍ର ନାହିଁ, ଓଡ଼ିଶା ସରକାର ବି ତାର ଦାୟିତ୍ୱ ଠିକ ଭାବରେ ନିର୍ବାହ କରିନାହାନ୍ତି। ଓଡ଼ିଶାରେ ଯେତେବେଳେ ଅନ୍ୟ ଜିଲ୍ଲାରେ ଯେତେବେଳେ ମେଡିକାଲ କଲେଜ ହେଇପାରୁଛି, ଏଠି ବି ହେଇପାରିନି। ଏଟା ଓଡ଼ିଶା ସରକାର ବି ଅବହେଳା କରିଛନ୍ତି। ଓଡ଼ିଶା ସରକାର ଆଉ ଗୋଟେ ବଡ ଅବହେଳା କରିଛନ୍ତି ଯେ ତାଙ୍କରି ସମୟରେ ତିର୍ତ୍ତୋଲରେ ଯୋଉ ଶାଳା ସ୍ପିନିଂ ମିଲ୍, ସେଠି 2000 ଲୋକ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଆତ୍ମନିର୍ଭରଶୀଳ ହଉଥିଲେ। ଆଜି ସେ ସ୍ପିନିଂ ମିଲ୍ ବନ୍ଦ ହେଇଯାଇଛି। ତାପରେ
ଆପଣ ଯୋଉ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ବାହାସ୍ପଟ ମାରୁଛନ୍ତି ଏଡି ନିୟମ ପିଟୁଛନ୍ତି ଯେ ଆମେ ଗରିବ ଲୋକଙ୍କର ସେବାରେ ଆମ ସରକାର ଉତ୍ସର୍ଗୀକୃତ 2006 ବସୁନ୍ଧରା ଯୋଜନା କାର୍ଯ୍ୟକାରୀ ହେଲା ଆଜି 2024 18 ବର୍ଷ ହେଲାଣି ତା ଜଗତସିଂହପୁର ଜିଲ୍ଲାରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଇପାରିନି ତେଣୁ କେନ୍ଦ୍ର ଆଉ ରାଜ୍ୟ ଅବହେଳାକୁ ନେଇକି ମୁଁ ଆଜି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେଇଛି ଆଉ ଆପଣମାନେ ଜାଣିଥିବେ ଯେ ଏ ଯୋଉ ଆମର ବର୍ତ୍ତମାନ ଯେ ବିଜେପି ସରକାର ସେ 1990 ମସିହାରେ ଭିପି ନରସିଂହ ବିଶ୍ୱନାଥ ପ୍ରତାପ ସିଂଙ୍କ ସମୟରେ ଯୋଉ ମଣ୍ଡଳ କମିଶନ ସୁପାରିଶ କରିବା ପାଇଁ ଚାହୁଁଥିଲେ ତାକୁ ଏ ବିଜେପି ସରକାର ଉଡ୍ର କରି ନେଇଗଲା ସେଇ ବିଜେପି ସରକାର ଆଜି ସେ ତାଙ୍କର ମାନ୍ୟବର ପ୍ରଧାନମନ୍ତ୍ରୀ ଯେ ଦେଶର ଜଣେ ମୁଖ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ସେ କହିସାରିଲେ ସଂରକ୍ଷଣ ଉଚ୍ଛେଦ କରିବା ପାଇଁ ଅମିତ ଶାହ ଗୃହ ରାଷ୍ଟ୍ରମନ୍ତ୍ରୀ ବି କହିସାରିଲାଣି ବର୍ତ୍ତମାନ ଆମେ ଚାହୁଁଛୁ ବିଜେପି କେମିତି ଦୂରେଇ ରଖିବୁ କାରଣ ବିଜେପି ଆଉ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଯଦି ବିଜେଡି କି ଯଦି ଆମେ ଆମ ଲୋକମାନେ ଯଦି ଭୋଟ ଦିଅନ୍ତି ଯେତେବେଳେ ସରକାର ଗଠନ ହେବ ବିଜେଡି ବି ତା ଦେହରେ ପ୍ରମୁଖ ଭୂମିକା ନେବ ତେଣୁ ବିଜେପି ଆଉ ବିଜେଡି କି ଦୂରେଇ ରଖିବା ପାଇଁ ଆଜି ମୁଁ ନିର୍ବାଚନ ଅବତୀର୍ଣ୍ଣ ହେଇଛି ମୁଁ ଆଶାବାଦୀ ନିଶ୍ଚିନ୍ତ ଭାବରେ ଏ ନିର୍ବାଚନ ବୈତରଣୀ ପାରିବି ଆଉ ସେଇ ଗରିବ ଅବହେଳିତ ନିଷ୍ପେଷିତ ଲୋକଙ୍କ ପାଇଁ ଲଢିବି ଆଉ ଜଗତସିଂହପୁର ଗୋଟେ ସ୍ୱପ୍ନ ଅଛି ଯେ ଜଗତସିଂହପୁର ଜିଲ୍ଲାକୁ ଗୋଟେ ଉନ୍ନତ ଜିଲ୍ଲାରେ ପହଞ୍ଚିବା ପାଇଁ ଯୋଉଗୁଡାକ କୌଣସି ପଦପଦବୀରେ ନଥାଇକିରି ଆଜି ଆପଣମାନେ ଦେଖୁଥିବେ ମୁଁ କୋଉ ପ୍ରକାର ଡେଭଲପମେଣ୍ଟ କରୁଛି ଯଦି ଥରିଏ ସୁଯୋଗ ମୁଁ ଚାହୁଁଛି ଗୋଟିଏ ଥର ସୁଯୋଗ ଜନସାଧାରଣଙ୍କୁ ଯଦି ଗୋଟିଏ ଥର ସୁଯୋଗ ମିଳେ ଏ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ବର୍ଷେ 2 ବର୍ଷ ଭିତରେ ଗୋଟେ ସୁନାର ଲୋକସଭା ନିର୍ବାଚନ ମଣ୍ଡଳୀ ତ ଧନ୍ୟବାଦ।